ଯିବିନି ହଁ ଗଛ ପଛ ଭାଙ୍ଗି ପଡିବ। ବାତ୍ୟା ତ ଯାଇ ଦଶହରା ବେଳେ ସେ ତାଙ୍କୁ ବାପା କହିଦେଲେ ଯେ ବାତ୍ୟା ହବ ଆଉ ଘରୁ ଯାଆନି। ପଚାରୁଥିଲେ କହିଲେ କୁଆଡେ ଗଲେ, ମୁଁ କହିଲି ନିଆଳି ଯାଇଛି। କହିଲେ ବାତ୍ୟା ହବ, ମୁଁ କହିଲି ଦଶହରା ବେଳକୁ। ଭାଉଜ ଆଉ ବାତ୍ୟା ହବ, ବାପା କହିଲେଣି ଘରକୁ ଯାଆନି, ଘରୁ ଯାଆନି। ତ ଆଗାମୀ ଦିନରେ ବାତ୍ୟା ହବ ବୋଲି ବାପା ନ୍ୟୁଜ ଦେଖିଦେଲେଣି। ତାପରେ କହିଲେ ଯେ ଘରୁ ଆଉ ଯାଆନି, କିଛି ସୁଟିଂ ଫୁଟିଂ କରିବା ଦରକାର ନାହିଁ। ଯୋଉ କଥା ଗୁଡା ସେ କହିଲେ ମୁଁ ସେଟା ରେକର୍ଡ କରିପାରିନଥିଲି, ଖାଲି ଯେତିକି କଲି ସେ ଖାଲି ସେତିକି କହିଲେ ଯେ ଆଉ ଘରୁ ଯାଆନି। ତାମାନେ ଆଉ ସୁଟିଂ କରିବିନି ନା କଣ? କାଇଁ ଫୋନ କରୁଥିଲୁ? ହଁ ଶାଗ ନେଇକି ଆଇଲି ପୁରା। ଦେଶୀ କାକୁଡି ଦେଖୁନ। ମତେ କଣ କହିଲି ଜାଣିଛୁଟି? ମତେ କହିଲା କାକୁଡିଟା ବାଛୁନାହାନ୍ତି ଆପଣ। ମୁଁ କହିଲି ମୁଁ ବାଛୁନି, ତମେ ବାଛି ଦିଅ ନା କାହିଁକି? ମୁଁ କହିଲି ସେ ଭୁଲ ଭଲ ହବ, କିଏ ଘରେ ସୋଦା ଶୁଣିବ ଏଗୁଡା ଆଣିଛି ନା କଣ? ତାହେଲେ ମତେ ସୋଦା ଶୁଣିବେ ନା କଣ? ମୁଁ ତମେ ସୋଦା ଶୁଣ ପଛେ ତମେ ଦେଇଦିଅ, ମୁଁ ତମ ନାଁ କହିଦେବି, ସେ ବାଛି ଦେଇଦେବି।